ତାହେଲେ ଏଠି କାହାକୁ କହିବା କିଏ କାହା ଲୋକ ତାଙ୍କ ଲୋକ ଥିଲେ କ'ଣ ଥିଲେ କେମିତି ଚିହ୍ନଟ କରିବା? ଏଇଟା ଗୋଟେ ମୁଁ ବାରମ୍ବାର ଆପଣ କହିବି ଏଇଟା ଗୋଟେ ରାଜନୈତିକ ସ୍ତରରେ ଯେତେବେଳେ ତାଙ୍କର ହ୍ରାସ ପାଉଛି ସିଏ ସେତେବେଳେ ହିଂସ୍ର ହେଉଛନ୍ତି ଏବଂ ସେ ହିଂସ୍ର ଆକ୍ରୋଶରେ ସେ ସବୁବେଳେ ଏଇ ଭୋଜି କରିବା ଏଇ ଜିନିଷ କରିବା ମଦ ମାଂସରେ ଭୋଜି କରିବା ଏମିତି ଜିନିଷ କରିକି ଲୋକଙ୍କୁ ଉସ୍କେଇବା ସୋସିଆଲ ମିଡ଼ିଆରେ ଯୋଉ ନେଗେଟିଭିଟି ଜିନିଷ ଲେଖିକି ଲୋକଙ୍କୁ ଝଗଡ଼ା କରିବା ଏ କରିବା ଜିନିଷ କରୁଛନ୍ତି। ମୁଁ ବାରମ୍ବାର କହୁଛି 147ଟି ନିର୍ବାଚନ ମଣ୍ଡଳୀରେ ଆଉ କାହା ପରେ କୋଉ ପୂର୍ବତନ ବିଧାୟକ କାହା ପରେ କିଛି ହଉନି କ'ଣ ଧର୍ମଶାଳା ସବୁ ହେଇଯାଉଛି? କ'ଣ ପାଇଁ ଜିନିଷ ହଉଛି? କ'ଣ ପାଇଁ ତମେ ଏତେ ହିଂସ୍ର ସ୍ତରକୁ କାହିଁ ଯାଉଛ କାହିଁ ଏମିତି କରୁଛ? ଆଉ ତ କୋଉଠି ହଉନି। ମୁଁ ତ ଯେତେବେଳେ ଦେଖିଥିବେ ବିଗତ ଦିନରେ ପଞ୍ଚାୟତ ସମିତି ବୈଠକ ଯେତେବେଳେ ଥିଲା ଧର୍ମଶାଳା ପୂର୍ବତନ ବିଧାୟକ ଭାଇ ପ୍ରଭାତ ବଳବନ୍ତରାୟ ଚେୟାରମ୍ୟାନ୍ ଥିଲେ ପଞ୍ଚାୟତ ସମିତି ବୈଠକ ଡାକିଥିଲୁ ବସିଥିଲୁ ଆସ ଲୋକଙ୍କ କାମ କରିବା ମିଶିକି କରିବା ଆମେ ଏବେ ବି କହୁଛୁ ଆସ ଲୋକଙ୍କ କାମ କରିବା ମୋ ସହିତ ଆସ ମିଶିକି ଲୋକଙ୍କ କାମ କରିବା। ତମେ କେବେ ତ ବିଧାୟକ ହେଲା ପରେ ଆମକୁ ବି କହିପାରିଥାନ୍ତ କି ସେମିତି ଆସ କାମ କରିବା ଲୋକଙ୍କ ପାଇଁ କାମ କରିବା ଯଦି ଧର୍ମଶାଳା ମାଟି ମା ପାଇଁ ଯେତେ ଦରଦ ଅଛି